ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ମ୍ୟାନିଫେଷ୍ଟୋ ଓ କନଷ୍ଟିଟ୍ୟୁସନ ନାମକ ଇଂରାଜୀ ଶବ୍ଦ ସହ ପରିଚିତ ଥିବେ। ମ୍ୟାନିଫେଷ୍ଟୋର ଅର୍ଥ ହେଉଛି ନିର୍ବାଚନ ପୂର୍ବରୁ ରାଜନୈତିକ ଦଳର ବିଚାରଧାରା, ନୀତି ତଥା ଉଦ୍ଦେଶ୍ୟକୁ ପରିପ୍ରକାଶ କରୁଥିବା ଏକ ସାର୍ବଜନୀନ ଘୋଷଣାପତ୍ର। ଅର୍ଥାତ୍ ସମସ୍ତ ରାଜନୈତିକ ଦଳମାନେ ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଜାରି କରୁଥିବା ଏକ ପ୍ରକାରର ପ୍ରଲୋଭନ। ସେହିପରି କନଷ୍ଟିଟ୍ୟୁସନର ଅର୍ଥ ହେଉଛି କୌଣସି ରାଷ୍ଟ୍ର ବା ରାଜ୍ୟର ମୌଳିକ ନୀତି ଏବଂ ନିୟମ ଯାହା ସରକାର ବା ଲୋକପ୍ରତିନିଧିମାନଙ୍କର କ୍ଷମତା ତଥା କର୍ତ୍ତବ୍ୟ ନିର୍ଣ୍ଣୟ କରେ ଏବଂ ସେହି ରାଷ୍ଟ୍ର ବା ରାଜ୍ୟର ନାଗରିକମାନଙ୍କୁ ଅନେକ ମୌଳିକ ଅଧିକାରର ପ୍ରତିଶ୍ରୁତି ମଧ୍ୟ ଦେଇଥାଏ। ମ୍ୟାନିଫେଷ୍ଟୋ ଓ କନଷ୍ଟିଟ୍ୟୁସନ ମଧ୍ୟରେ କେବଳ ଗୋଟିଏ ପାର୍ଥକ୍ୟ ରହିଛି, ତାହା ହେଲା ମ୍ୟାନିଫେଷ୍ଟୋ ମାଧ୍ୟମରେ ଲୋକମାନଙ୍କୁ କରାଯାଉଥିବା ପ୍ରତିଶ୍ରୁତିକୁ ଅମଳ କରିବା ରାଜନୈତିକ ଦଳ ବା ଲୋକପ୍ରତିନିଧିମାନଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ, କିନ୍ତୁ କନଷ୍ଟିଟ୍ୟୁସନ ମାଧ୍ୟମରେ ଲୋକମାନଙ୍କୁ ବା ନାଗରିକମାନଙ୍କୁ କରାଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ଅମଳ କରିବା ଲୋକପ୍ରତିନିଧିମାନଙ୍କ ପାଇଁ ବାଧ୍ୟତାମୂଳକ ଅଟେ। ଆମ ଦେଶ ଭାରତ ବିଶ୍ୱର ସବୁଠାରୁ ଦୀର୍ଘତମ ସମ୍ବିଧାନର ଗରିମା ବହନ କରି ଆସିଛି। ଭାରତୀୟ ସମ୍ବିଧାନର ପ୍ରସ୍ତାବନା ଅନୁସାରେ ଭାରତ ଏକ ସମ୍ପୂର୍ଣ୍ଣ ପ୍ରଭୁତ୍ୱ ସମ୍ପନ୍ନ ସମାଜବାଦୀ ଧର୍ମନିରପେକ୍ଷ ଲୋକତାନ୍ତ୍ରିକ ଗଣରାଜ୍ୟ ଅଟେ। କିନ୍ତୁ ଯଦି ଏଠାକାର ମୂଳ ନିବାସୀ ତଥା ବହୁ ସଂଖ୍ୟକ ଥିବା ହିନ୍ଦୁମାନଙ୍କର ମୌଳିକ ଅଧିକାର ବା ସ୍ୱାଧୀନତାକୁ ଆଧାର କରି ଭାରତୀୟ ସମ୍ବିଧାନ ବା କନଷ୍ଟିଟ୍ୟୁସନର ଚରିତ୍ର ବର୍ଣ୍ଣନା କରିବା, ତେବେ ଭାରତୀୟ ସମ୍ବିଧାନ ହିନ୍ଦୁମାନଙ୍କ ନିମନ୍ତେ ଏକ ମ୍ୟାନିଫେଷ୍ଟୋ ସଦୃଶ ଅଟେ। କାରଣ ଭାରତୀୟ ସମ୍ବିଧାନରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ମୌଳିକ ଅଧିକାରଗୁଡ଼ିକୁ କେବଳ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପଭୋଗ କରୁଥିବା ବେଳେ ହିନ୍ଦୁମାନଙ୍କୁ ଏହି ଅଧିକାରଗୁଡ଼ିକରୁ ବଞ୍ଚିତ ରଖାଯାଇଛି। ବିଶେଷ କରି ଭାରତୀୟ ସମ୍ବିଧାନରେ ଥିବା ଧର୍ମନିରପେକ୍ଷତାର ପ୍ରତିଶ୍ରୁତି ହିନ୍ଦୁମାନଙ୍କ ପାଇଁ ଏକ ଅଭିଶାପରେ ପରିଣତ ହୋଇଛି। ତେବେ ଆଜି ଭାରତୀୟ ସମ୍ବିଧାନରେ ସ୍ଥାନ ପାଇଥିବା ଚାଇନିଜ ଧର୍ମନିରପେକ୍ଷତା ବା ନକଲି ଧର୍ମନିରପେକ୍ଷତା ସମ୍ବନ୍ଧରେ କିଛି ଜାଣିବା। ଧର୍ମନିରପେକ୍ଷ ଭାରତରେ ଇମ୍ପୋର୍ଟେଡ୍ ରିଲିଜିଅନ ଅର୍ଥାତ୍ ଆୟାତିତ ଧର୍ମର ପ୍ରଚାରକ ବା ପ୍ରତିଷ୍ଠାତାମାନଙ୍କୁ ଯେଉଁ ସମ୍ମାନ ମିଳିଛି, ସେ ସମ୍ମାନ ଭାରତରେ ଜନ୍ମିତ ହିନ୍ଦୁ ସଭ୍ୟତାର ମହାପୁରୁଷମାନଙ୍କୁ ମିଳିପାରି ନାହିଁ। ଅର୍ଥାତ୍ ଇସଲାମ ଓ ଇସାଇ ଧର୍ମର ସମସ୍ତ ପର୍ବପର୍ବାଣୀଗୁଡ଼ିକୁ ଭାରତ ସରକାର ବାଧ୍ୟତାମୂଳକ ସରକାରୀ ଛୁଟିର ଶ୍ରେଣୀଭୁକ୍ତ କରିଥିବା ବେଳେ ହିନ୍ଦୁମାନଙ୍କର ଜନ୍ମଭୂମି ଭାରତରେ ଜନ୍ମିତ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଭଳି ମହାପୁରୁଷମାନଙ୍କର ଜନ୍ମତିଥିଗୁଡ଼ିକୁ ଅପସନାଲ ବା ବିକଳ୍ପ ସରକାରୀ ଛୁଟିର ଶ୍ରେଣୀଭୁକ୍ତ କରିଛନ୍ତି। ଭାରତୀୟ ସମ୍ବିଧାନ ସରକାରଙ୍କୁ ହିନ୍ଦୁ ଧାର୍ମିକ ସ୍ଥଳଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରିବାର କ୍ଷମତା ପ୍ରଦାନ କରିଥିବା ବେଳେ ଅନ୍ୟ ଧର୍ମର ଧାର୍ମିକ ସ୍ଥଳଗୁଡ଼ିକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିଛି। କେବଳ ଏତିକ ନୁହେଁ, ହିନ୍ଦୁ ମନ୍ଦିରରୁ ଆୟ ହେଉଥିବା ଧନରାଶିଗୁଡ଼ିକୁ ସରକାର ଅନ୍ୟ ଧର୍ମର ଥଇଥାନ ଓ ପ୍ରସାର ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରି ଆସୁଛନ୍ତି। ଧର୍ମନିରପେକ୍ଷ ଭାରତର ବିଭିନ୍ନ ରାଜ୍ୟର ସରକାରମାନେ ମସଜିଦର ଇମାମ ଓ ଚର୍ଚ୍ଚର ପାଦ୍ରୀମାନଙ୍କୁ ମାସିକ ବେତନ ତଥା ଅନ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଥିବା ବେଳେ ହିନ୍ଦୁ ମନ୍ଦିରର ପୁରୋହିତମାନଙ୍କୁ କେବେ ହେଲେ କୌଣସି ଆର୍ଥିକ ସହାୟତା ପ୍ରଦାନ କରିନାହାନ୍ତି, ଯେଉଁ କାରଣରୁ ହିନ୍ଦୁ ପୁରୋହିତମାନେ ଆର୍ଥିକ ଅନଟନର ସମ୍ମୁଖୀନ ହେଉଛନ୍ତି ଓ ଏହି ଆର୍ଥିକ ଅନଟନ ହେତୁ ସେମାନଙ୍କର ପିଲାମାନଙ୍କୁ ପୁରୋହିତ କାର୍ଯ୍ୟର ତାମିଲ ଦେବାକୁ ଚାହୁଁନାହାନ୍ତି। ଅର୍ଥାତ୍ ଏହା ହିନ୍ଦୁ ଧର୍ମ ପ୍ରତି ଏକ ସାମ୍ବିଧାନିକ ଷଡ଼ଯନ୍ତ୍ର ଅଟେ। ହଜ୍ ଯାତ୍ରା ନିମନ୍ତେ ବିଭିନ୍ନ ରାଜ୍ୟ ସରକାରମାନେ ମୁସଲିମ ତୀର୍ଥଯାତ୍ରୀମାନଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ କରୁଥିବା ବେଳେ ହିନ୍ଦୁ ତୀର୍ଥଯାତ୍ରୀମାନଙ୍କୁ ଏଭଳି କୌଣସି ସହାୟତା ପ୍ରଦାନ କରିନାହାନ୍ତି। ଭାରତରେ ଲକ୍ଷ ଲକ୍ଷ ହିନ୍ଦୁମାନଙ୍କର ନରସଂହାର କରିଥିବା ଆକବର, ଔରଙ୍ଗଜେବ ଓ ଟିପୁ ସୁଲତାନର ଜନ୍ମବାର୍ଷିକୀ ପାଳନ କରିବା ଧର୍ମନିରପେକ୍ଷତାକୁ ସୁଦୃଢ଼ କରୁଥିବା ବେଳେ ପୃଥ୍ୱୀରାଜ ଚୌହାନ, ମହାରାଣା ପ୍ରତାପ ଓ ଶିବାଜୀ ମହାରାଜଙ୍କ ଭଳି ମହାନ ସମ୍ରାଟମାନଙ୍କର ମହିମା ମଣ୍ଡନ କରିବା ସମ୍ପୂର୍ଣ୍ଣ ରୂପେ ସାମ୍ପ୍ରଦାୟିକତା ଅଟେ। ଭାରତୀୟ ସମ୍ବିଧାନ ମୁସଲମାନ ସମ୍ପ୍ରଦାୟକୁ ବିବାହ କରିବା ନିମନ୍ତେ ଆରବରେ ପ୍ରଚଳିତ ଶରିଆ କାନୁନ ବା ଇସଲାମୀୟ କାନୁନକୁ ପାଳନ କରିବାର କ୍ଷମତା ପ୍ରଦାନ କରିଥିବା ବେଳେ ହିନ୍ଦୁ ଓ ଅନ୍ୟ ସମ୍ପ୍ରଦାୟଗୁଡ଼ିକ ପାଇଁ 1955 ମସିହାରେ ହିନ୍ଦୁ ମ୍ୟାରେଜ ଆକ୍ଟର ପ୍ରଣୟନ କରିଛନ୍ତି। କେବଳ ଏତିକ ନୁହେଁ, ଭାରତୀୟ ସମ୍ବିଧାନ ଶରିଆ କାନୁନର ଦେଖରେଖ କରିବା ନିମନ୍ତେ ମୁସଲିମ ପର୍ସନାଲ ଲ ବୋର୍ଡ ଭଳି ଏକ ସାମ୍ପ୍ରଦାୟିକ ସଂଗଠନକୁ ସ୍ୱୀକୃତି ପ୍ରଦାନ କରିବା ନିମନ୍ତେ ତିଳେ ହେଲେ କୁଣ୍ଠାବୋଧ କରିନାହିଁ। ଏକ ସଂସଦୀୟ ଗଣତନ୍ତ୍ରରେ ଅସଲି ବା ପ୍ରକୃତ ଧର୍ମନିରପେକ୍ଷତା ସେତେବେଳେ ସଫଳ ହୋଇପାରିବ ଯେତେବେଳେ ଧର୍ମକୁ
प्रशासन ठारू संपूर्ण पृथक करा जाई परिबो। किंतु दुर्भाग्यर कारण हेउची आम संविधान धर्म और प्रशासन मध्य दूरता सृष्टि करिबारे संपूर्ण विफल होईची। भारतीय संविधान विफल हेबार कारण मध्य स्पष्ट। कारण धर्मनिरपेक्षता एक अर्थहीन शब्द अटे। यह संपूर्ण रूपे एक काल्पनिक विचारधारा अटे और ए विश्व रे आज पर्यंत यही मानसिकता को निज दैनंदिन जीवन में पालन करुवा कौन व्यक्ति जन्मग्रहण करिनांती ना केबे जन्मग्रहण करिवे। अवश्य निजर स्वार्थ हासिल करने निमंते आपण मानकु अनेक पार्ट टाइम धर्मनिरपेक्ष व्यक्ति निश्चय मिलिवे। स्वाधीनतार ठीक परे तुष्टिकरण बा भोट बैंक राजनीति भली सांप्रदायिक प्रथा गुड़िक सह प्रतियोगिता करिबारे धर्मनिरपेक्षता संपूर्ण विफल होइतिला। एही कारणरू हिंदू मानकर मौलिक अधिकार गुड़िकर रक्षा करने निमंते भारत रे अनेक दक्षिणपंथी राजनैतिक दल गुड़िकर आविर्भाव होइछि। तेणु भारतीय संविधान प्रत्येक नागरिक बा समुदाय को जो समानता और धर्मनिरपेक्षतार आश्वासन बा प्रतिश्रुति प्रदान करिछि ताहा संपूर्ण रूपे एक मिछ प्रतिश्रुति अटे। धर्मनिरपेक्षता नामक यही काल्पनिक अस्पष्ट तथा रहस्यमय विचारधारा बा बोझ प्रत्येक नागरिक बा समुदाय पाए उद्दिष्ट नुहे। यह केवल हिंदू समुदाय पाए ही उद्दिष्ट। कारण हिंदू हेउछि ए सृष्टिर सबुठारु सहिष्णु और असंगठित समुदाय। ए संबंध रे आपण मानकर मतामत कोन कमेंट बॉक्स रे निश्चय जणाइबे। जय हिंद।